হ্যালো ସାଙ୍ଗମାନେ ଚାଲନ୍ତୁ କରିବା ପ୍ରେସର କୁକର ଚିକେନ୍। ମୁଁ ସବୁ ଚିକେନ୍ ଆଣି ଦେଇଥିଲି, ମସଲା ମସଲା ସବୁ ରେଡ଼ି ହେଇଯାଇଥିଲା, କଟା ବି ସଜାଇଥିଲା। ମୋ ଭାଇ ପ୍ରେସର କୁକର ଟିକେ ତେଲ ପକେଇକି ଆଳୁ ତକ ସବୁ ଭାଜିଲେ। ଆଉ ଭଜା ଚାଲିଛି। ଆଳୁ ଭଜା ସରିଲା ପରେ ଭାଇ ତାକୁ ଗୋଟି ଗୋଟି କରି କାଢ଼ିଦେଲେ। କଢ଼ା ସରିଲା ପରେ ସେଥିରେ ଟିକେ ନାକୁ ତେଲ ପକେଇ ଚିନି ଆଉ ଡାଲଚିନି ପକେଇଲେ। ପକେଇ ସାରିଲା ପରେ ସେଥିରେ ପିଆଜ ପକେଇଲେ, ଘାଣ୍ଟିଲେ। ଆଉ କଲର୍ ପାଇଁକା ଟିକେ କାଶ୍ମୀରୀ ଚିଲି ପକେଇଲେ। ପିଆଜଟା ଭଜା ହେଇଗଲା। ତା ଉପରେ ଅଦା ରସୁଣ ପେଷ୍ଟ ପଇଲା। ତାପରେ ପ୍ରେସର କୁକରରେ ଗୋଟେ ସିଟି ମରାଗଲା। ତାପରେ ସେଥିରେ ଚିକେନ୍ ପଇଲା। ଚିକେନ୍କୁ ଭାଇ ଭଲ ଭାବରେ ଘାଣ୍ଟି ଦେଲେ। ଆଉ ସବୁ ମସଲା ପକେଇଦେଲେ। ମୁଁ ସ୍କ୍ରିନ୍ରେ ମେନସନ୍ କରିଦେଇଛି। ମସଲାକୁ ପକେଇ ତାକୁ ଭଲ ଭାବରେ ଘାଣ୍ଟି ଦେଲେ। ଟିକେ ପାଣି ଦେଲେ ଆଉ ସ୍ୱାଦ ଅନୁସାରେ ଲୁଣ ପକେଇଲେ ବି। ଲୁଣ ପକେଇ ସାରିଲା ପରେ ସେଥିରେ ପ୍ରେସର କୁକର ଢାଙ୍କୁଣି ଦେଇ ଗୋଟେ ସିଟି ମାରିବାକୁ ବସେଇ ଦେଲେ। ସିଟି ମାରି ସାରିଲା ପରେ ପୁଣି 5 ମିନିଟ୍ ପରେ ଖୋଲିକି ଦେଖିଲେ ସିଝିଛି କି ନାହିଁ। ସିଝି ଯାଇଥିବାରୁ ଆମେ ସବୁ ଖାଇବାକୁ ବସି ପଡ଼ିଲୁ। ମାଉସୀ ଆମ ପାଇଁ ପଢ଼ାପଢ଼ି କରିଦେଲେ। ମୋ ଏକ୍ସଟ୍ରା ଡେଟ୍ ତ ଦେଖିପାରୁଥିବ ମୋତେ କେତେ ଜୋରସେ ଭୋକ ହେଉଛି। ୱାଓ, ତା କଲର୍ ଦେଖନ୍ତୁ। ମୁଁ ତାପରେ ତରତରରେ ଟେଷ୍ଟ କରିବାକୁ ଲାଗିଲି। ଟେଷ୍ଟ କରିଦେଲି, ଭଲ ହେଇଥିଲା। ତାତିକି ଜିଭ ପୋଡ଼ିଗଲା।